ଆପଣଙ୍କ ମାସିକ ଦରମା ମାତ୍ର 15,000 କି? ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ମୁଁ ଦେଖାଇବି କେମିତି ରୁମ୍ ଭଡ଼ା, ଖାଦ୍ୟ, ଦୈନିକ ଖର୍ଚ୍ଚ, ସଞ୍ଚୟ ଏବଂ ନିବେଶ ସବୁକିଛି ମାତ୍ର 15,000ରେ ସମ୍ଭବ। ନମସ୍କାର ବନ୍ଧୁମାନେ, ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 15,000 ଦରମାକୁ କିପରି ସଠିକ୍ ଭାବରେ ବଜେଟ୍ କରି ଭବିଷ୍ୟତ ପାଇଁ ସଞ୍ଚୟ ଓ ନିବେଶ କରାଯାଇପାରେ। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ତୁମର ସ୍ମାର୍ଟ ବଜେଟ୍ ପ୍ଲାନ୍ରେ ମାସକୁ ତୁମ ସାଲାରୀ ହେଉଛି 15,000 ଟଙ୍କା। ଠିକ୍ ଅଛି। ଏ 15,000 ଟଙ୍କାରେ ତୁମେ କେମିତି ସେଭିଂ କରିବ, କେମିତି ଖର୍ଚ୍ଚ କରିବ, ତ ସେଇଟା ଦେଖିବାକୁ ଗଲେ ତୁମେ ପ୍ରଥମେ 3,500 ରୁମ୍ ଭଡ଼ା। ଦେଖ, ତୁମେ ମ୍ୟାକ୍ସିମମ୍ 3,500 ଯେ ରୁମ୍ ସେୟାର କରି ନେଉଛ, ମୁଁ ଏଇଟା ଭୁବନେଶ୍ୱର ରେଟ୍ କହୁଛି। ତୁମର ଓଡ଼ିଶାର ଭୁବନେଶ୍ୱର ଟିକେ ହାଏଷ୍ଟ କରି ଓଡ଼ିଶା, ତ ଯଦି ସେୟାର କରି ନେଉଛ 3,500 ତୁମର ସଫିସିଏଣ୍ଟ ରୁମ୍ ଭଡ଼ା ପାଇଁକା। ଠିକ୍ ଅଛି। ତ ମୁଁ ଟିକେ ବଜେଟ୍ ହାଇ କରି ନେଇଛି, କାରଣ ଯେ ଭୁବନେଶ୍ୱର କେଉଁ ପିଲା ଚାକିରି କରିଥିବ ତ ତାକୁ 3,500ରେ ସେ ରହିପାରିବ। ସେଇଟା ଗଲା। ତ ଫୁଡ଼ିଂ 4,000। ଦେଖ, ଫୁଡ଼ିଂ 4,000 ପିଲାଙ୍କର କିଛି ପିଲାଙ୍କର 3,000 ବି ହେଇଯାଉଛି, କିଛି 2,500 ହେଇଯାଉଛି। ତ ଏଇ ଯେଉଁ 4,000 ନେଇଛି ସେ ଫେରେ ସପୋଜ୍ ସକାଳେ ଖାଉଥିବ, ସନ୍ଧ୍ୟାରେ ଖାଉଥିବ, ତ ଏମିତି କରିଲେ ତ 4,000 ଟଙ୍କା ସଫିସିଏଣ୍ଟ ହେଉଛି ଫୁଡ଼ିଂ ପାଇଁକା। ବୁଝିପାରୁଛ ତ? ଫୁଡ଼ିଂ ପାଇଁ 4,000 ଟଙ୍କା ସଫିସିଏଣ୍ଟ। ତାପରେ ଯାତାୟାତ ଆଉ ମୋବାଇଲ୍ ରିଚାର୍ଜ, ଯେଉଁଟା ଦେଖ ମୋବାଇଲ୍ ରିଚାର୍ଜ ତ ତୁମ 500 ଟଙ୍କା ଯିବନି, ମିନିମମ୍ 399 ବା କାହାର 299 ଥିବ। ତ 300-400 ଟଙ୍କା ଭିତରେ ତ ମୋବାଇଲ୍ ରିଚାର୍ଜ ହେଇଯିବ। ଆଉ ଯେଉଁ 1,000-1,200 ବଞ୍ଚିଲା ତୁମର ଗାଡ଼ିରେ ତେଲ ପକାଇ ତୁମେ ବାଇକ୍ରେ ଯଦି କମ୍ପାନୀ ଯାଉଥିବ ବା ଅଫିସ୍ ଯାଉଥିବ, ତେଲ ଖର୍ଚ୍ଚ ତୁମର ଯିବ। ନହେଲେ ଯଦି ବସ୍ ଯାଉଥିବ, ବସ୍ 1,000 ଟଙ୍କା ତୁମେ ଆରାମସେ ମାସ ସାରା ହେଇଯିବ। ସେ ଗଲା ପରେ ଆଉ ରହିଲା ଅନ୍ୟାନ୍ୟ ଖର୍ଚ୍ଚ ଗୋଟେ। ଦେଖ, ଅନ୍ୟାନ୍ୟ ଖର୍ଚ୍ଚ 1,000 ଟଙ୍କା। ଯେଉଁ ଅନ୍ୟାନ୍ୟ ଖର୍ଚ୍ଚ 1,000 ତୁମର ଯାଇଛି, ସେଇଟା ତୁମର କ'ଣ ନା, ସପୋଜ୍ ତୁମେ କିଏ ଅବକାରୀ ଖାଆନ୍ତି, ବୁଝିପାରୁଛ, କିଏ ଚାହା ଫା ପିଅନ୍ତି, ସେ ତ ଫୁଡ଼ିଂରେ ଯାଉଛି। ଯଦି ଅନ୍ୟାନ୍ୟ ଖର୍ଚ୍ଚ କାହାର ବି ଗୋଟେ ୱାନ୍ ଟାଇପ୍ ଅଫ୍ ପକେଟ୍ ଖର୍ଚ୍ଚ ଯେଉଁଟା କହନ୍ତି। ଠିକ୍ ଅଛି। ତ ସେଇଟା ତୁମର 1,000 ଟଙ୍କା ଗଲା। ଏ ସବୁ ଗଲା ପରେ ତୁମର ମିଶିକି କେତେ ହେଉଛି? 10,000 ଟଙ୍କା ଚାଲିଗଲା। ଆଉ ତୁମର 15,000 କେତେ ରହିଲା? ଆଉ 5,000 ରହିଲା। ସେଇ 5,000କୁ ନେଇ ଆମେ ଗୋଟେ କ'ଣ କରିବା? ସେଭିଂ କରିବା। ଦେଖ, 2,000 ଟଙ୍କା ତୁମ ସେଭିଂ ଆକାଉଣ୍ଟରେ ରହିବ। 2,000 ଟଙ୍କା, ବୁଝିପାରୁଛ? 2,000 ଟଙ୍କା ସେଭିଂ ଆକାଉଣ୍ଟ ମାନେ ସପୋଜ୍ ଏମର୍ଜେନ୍ସିରେ ଦରକାର ପଡ଼ିଲା, ଠିକ୍ ଅଛି, ମେଡ଼ିକାଲ କି କ'ଣ ହେଲା, ତ ସେ 2,000 ଟଙ୍କାଟା ତୁମର କାମରେ ଆସିବ, ଉଠାଇ ପାରିବ। ତାପରେ ହେଉଛି 3,000 SIP। ଏଇ ଯେଉଁ SIP 3,000, ତା ଭିତରେ ଆମେ ଆଲୋଚନା କରିବା। ଦେଖ, ସେଇଟା ଗୋଟେ 10 ବର୍ଷିଆ ଅଛି, ଗୋଟେ 20 ବର୍ଷିଆ ଅଛି। ଯେଉଁଟା ଆମେ ତୁମକୁ 30 ଲକ୍ଷ କହିଛୁ ସେଇଟା 20 ବର୍ଷିଆ ପ୍ଲାନ୍। ତ 10 ବର୍ଷିଆରେ କେତେ ହେଉଛି ଚାଲ ଆମେ ଦେଖିବା ବର୍ତ୍ତମାନ। ଦେଖ, ଏଇଟା ହେଉଛି 10 ବର୍ଷିଆ ପ୍ଲାନ୍ SIPର। ପ୍ରତି ମାସ ଠିକ୍ ଅଛି, 10 ବର୍ଷ ପ୍ଲାନ୍ SIP। ଠିକ୍ ଅଛି। ଯଦି ପ୍ରତି ମାସରେ 3,000 ସେଭିଂ କରାଯାଉଛି 10 ବର୍ଷ ବା 120 ମାସ ପାଇଁ, ତ ଟୋଟାଲ୍ ନିବେଶ କେତେ ହେବ? 3,60,000। ତୁମେ ଟୋଟାଲ୍ 10 ବର୍ଷରେ ଇନଭେଷ୍ଟ କରିବ। ତୁମକୁ ଯଦି ବାର୍ଷିକ 12% ରିଟର୍ଣ୍ଣ ମିଳେ, ବୁଝିପାରୁଛ, ଏଇଟା ଅନୁମାନିକ, ଆଠୁ ବେଶୀ ବି ମିଳିପାରେ, କମ୍ ବି ମିଳିପାରେ, କିନ୍ତୁ 12% ମିନିମମ୍ ଧରିବା। ପିଲାଙ୍କର ତ ଅଛି 18% ବି ମିଳୁଛି। ଠିକ୍ ଅଛି। ତ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ତ ତୁମର ଯଦି ବାର୍ଷିକ 12% ରିଟର୍ଣ୍ଣ ମିଳେ, ଦେଖ ଏଇଠି ଲେଖା ହେଇଛି, ତ 5 ବର୍ଷ ପରେ ତୁମକୁ 2,20,000 ଟଙ୍କା ମିଳିବ। 10 ବର୍ଷ ପରେ 6,90,000। ଠିକ୍ ଅଛି। ଆଉ 15 ବର୍ଷ ପରେ 14,70,000, ଆଉ 20 ବର୍ଷ ପରେ 30 ଲକ୍ଷ ମିଳିବ। ତ ଏ ଯେଉଁଟା ପ୍ଲାନ୍ ହେଉଛି, ଦେଖନ୍ତୁ, ଏଇଟା ମନେ ରଖନ୍ତୁ, ମ୍ୟୁଚୁଆଲ୍ ଫଣ୍ଡରେ ରିଟର୍ଣ୍ଣ ବଜାର ନିର୍ଭର କରେ, ବୁଝିପାରୁଛ, ବଜାର ଉପରେ ନିର୍ଭର କରେ। ତ ଏଇ 12% ଏହା ଏକ ଉଦାହରଣ ମାତ୍ର। ଏଇଟା ମାନେ ଗୋଟେ ଉଦାହରଣ ପାଇଁ ଆମେ ତୁମକୁ ଦେଇଛୁ। ଅଧିକା ମିଳିପାରେ, କମ୍ ବି ମିଳିପାରେ। ତ ତୁମେ କହିବନି କି 100% ମିଳିବ, କିନ୍ତୁ ତୁମକୁ ରିଟର୍ଣ୍ଣ ମିଳିବ। ତୁମକୁ FD କଲେ, ଏ ଯେଉଁ ସେଭିଂ ଆକାଉଣ୍ଟ FD କରିବ, ସେଭିଂ ଆକାଉଣ୍ଟ ମୁଁ କହିଥିଲି 2,000 ଟଙ୍କା ଲେଖା କରୁଛ, ତୁମକୁ 6% ଇଣ୍ଟରେଷ୍ଟ ଦେବ। କିନ୍ତୁ ଏଠି ତୁମ 6% ଏଭବ ନିହାତି ମିଳିବ। ଏଇଟା ହେଉଛି କ'ଣ ତୁମର 10 ବର୍ଷିଆ ପ୍ଲାନ୍। 10 ବର୍ଷ ପ୍ଲାନ୍ କେତେ ମିଳିବ ତୁମକୁ ମିଳିବ 6,90,000 ଟଙ୍କା ମିଳିବ। ଠିକ୍ ଅଛି। ଆଉ ଲାଭ କେତେ ତୁମକୁ? 3,30,000 ଟଙ୍କା ଲାଭ ହେବ। ତ ଏଇଟା ହେଲା 10 ବର୍ଷିଆ ପ୍ଲାନ୍। ଯଦି ଆପଣମାନେ 20 ବର୍ଷିଆ କରିବେ, ଠିକ୍ ଅଛି, ଦେଖନ୍ତୁ, 20 ବର୍ଷିଆରେ ଯଦି ସେ ପ୍ରତି ମାସରେ କରିବେ ଆପଣମାନେ 3,000 ଲେଖା, ଯଦି ତୁମକୁ ପ୍ରତି ମାସରେ ମାନେ 12%ର ରିଟର୍ଣ୍ଣ ଆସେ, ଠିକ୍ ଅଛି, ତୁମ ଟୋଟାଲ୍ କେତେ ମାସ? 240 ମାସ ପାଇଁ ଇନଭେଷ୍ଟ କରିବେ। ଏ 240 ମାସରେ ଇନଭେଷ୍ଟ କରିବେ, ପ୍ରତି ମାସ 3,000, ଟୋଟାଲ୍ ଇନଭେଷ୍ଟ କେତେ ହେବ? 7,20,000। ତୁମକୁ 7,20,000 ଇନଭେଷ୍ଟ କରିବାକୁ ପଡ଼ିବ। ତ 7,20,000 ଇନଭେଷ୍ଟ କଲେ ତୁମକୁ ରିଟର୍ଣ୍ଣ 12%ରେ 30 ଲକ୍ଷ ମିଳିବ। ଦେଖ, ଏଇଠି ବି ଗୋଟେ ସ୍ଲାବ୍ ଦେଇଛି,
प्रति मासरे 3000 कले 5 वर्ष एतिकी मिलिबो है कि 10 वर्ष एतिकी मिलिबो 15 वर्ष एतिकी आउ तुमको 20 वर्ष एति टका मिलिबो माने 30 लाख मिलिबो मैक्सिमम केते 22 लाख 80 हजार भाया तुमको लाभ एटी देई देखो 22 लाख 80 हजार भाया लाभ बुझी परछ। तो तुम मैंने भाव तुम तुम देख तेना सेविंग के 2000 लेखा 2000 लेखा सेविंग चलला तुम जो कत दरकार पड़ा तो वर्ष 24,000 तुम सेविंग कल तो सेविंगटा तुम किसी ना बुझे तुम कत कौ मस दरकार पड़ा तुम खर्च बास सरला 2000 टका लगा सेविंग कर से 2000 तुम कौ मस दरकार पड़ा आनिक तुम खर्च कर कि 3000 टका तुम SIP करुच ये SIP तुम असुविधा ना जोटा कि तुम 30 लाख 20 वर्ष पर तुम पाखे 30 लाख टका थी बुझीपार तो तुम सेविंग करी 30 लाख कर मुस्किल हो कारण 15,000 तुम दरमा पाच ना तो सहीटा गला। तो चलो देखिए ये जोटाक आम देख 30 लाख टका प्राय मिल 20 वर्ष पर देख ये जोटा देखी अति संचय संचय प्राय 20 वर्ष मोट 14 ରୁ 15 लाख हो SIP के 30 लाख कि तुम संचय जो करुच से संचय तुम जो कौ मस दरकार पड़ा तुम पैसा पत्र घरे तो ताकू आनी तुम खर्च कर SIP भी खर्च कर SIP तुम फिक्स भाई रखीदेल 20 वर्ष जोटा 30 लाख मिल तुम गोटे सेविंग टाइप सी रहा बुझल कि तो टोटाल तुम संपत्ति खेल जब तुम सेविंग विथ SIP दुटा हो तुम 40 ରୁ 45 लाख तुम सेविंग हो 20 वर्ष बेलू बुझीपार। तो यहाँ हूँ गोटे SIP लाभ तो यदि 15,000 टका दरमा पाँच तो तुम ये भाव में सब प्लां करके भाव सब खर्च बार्च करेंगे तो तुम मानकर किसी असुविधा हेब ना ठीक अच्छे। आम नेक्स्ट वीडियो आणबू जो थे आम कहूँ 20,000 कार सालारी अच्छी 20-25,000 तो से सब हिसाब सब सालारी को नहीं आम एक बजेट प्लान आणबू ठीक अच्छे कौन केमी संचय करेंगे केमी सेविंग करेंगे केमी खर्च करेंगे तो ये विषय सब आम वीडियो आणबू।